ଶୀତ ରାତି ଜଣେ ସାଧୁ ଗେରୁଆ ବସ୍ତ୍ର ପିନ୍ଧି ହିମାୟତପୁର ସତ୍ସଙ୍ଗ ଆଶ୍ରମକୁ ଆସିଲେ ଏବଂ ଗେଷ୍ଟ ହାଉସରେ ପହଞ୍ଚି କାହାକୁ କିଛି ନ ଜଣାଇ ବାହାର ବାରଣ୍ଡାରେ ବସି ପଡ଼ିଲେ। ଗେଷ୍ଟ ହାଉସ ଠାରୁ ପ୍ରାୟ ଅଳ୍ପ ଦୂରରେ ଶ୍ରୀ ଠାକୁରଙ୍କ ନିବାସ। ରାତି ବହୁତ ହେଲାଣି। ଶ୍ରୀ ଠାକୁର ଶୋଇବାକୁ ଯିବା ପୂର୍ବରୁ ତାଙ୍କ ପାଖରେ ଥିବା ଭକ୍ତ ସେବକ ଭୋଳାନାଥ ସରକାରଙ୍କୁ କହିଲେ, ବାହାରେ କ'ଣ ଶବ୍ଦ ଶୁଣାଯାଉଛି କି? ଦେଖି ଆସିଲ, ଗେଷ୍ଟ ହାଉସରେ କିଏ ସେ ଅଛି କି? ଭୋଳାନାଥ ବାହାରକୁ ଯାଇ ଦେଖିଲେ ଗେଷ୍ଟ ହାଉସ ପିଣ୍ଡାରେ ଜଣେ ସାଧୁ ବସିଛନ୍ତି, ବିଡ଼ି ଟାଣୁଛନ୍ତି, ଠାକୁରଙ୍କୁ ସାକ୍ଷାତ କରିବାକୁ ଚାହୁଁଛନ୍ତି। ଆସି ଠାକୁରଙ୍କୁ ସବୁ କଥା କହିଲେ। ଠାକୁର ସବୁ ଶୁଣି ବିଛଣାରୁ ଉଠି ବସିଲେ, ସାଧୁଙ୍କୁ ଡାକି ଆଣିବା ପାଇଁ ନିର୍ଦ୍ଦେଶ ଦେଲେ। ସେହି ସାଧୁ ଜଣକ ନିଜର ଅସଲ ପରିଚୟ ଦେଲେ ଯେ ଇଂରେଜ ସରକାରଙ୍କ ବିରୁଦ୍ଧ ଆନ୍ଦୋଳନରେ ଯୋଗ ଦେଇ ନାନା ହିଂସାକାଣ୍ଡରେ ସେ ଜଡ଼ିତ। ଡିନାମାଇଟ ଦ୍ୱାରା ଗୋଟିଏ ଟ୍ରେନକୁ ସେ ଉଡ଼ାଇ ଦେଇଥିଲେ। ସେହି ଟ୍ରେନରେ ବ୍ରିଟିଶ ଅଫିସରଙ୍କ ସହିତ ଅନ୍ୟ ସାଧାରଣ ଯାତ୍ରୀ ସମସ୍ତେ ମୃତ୍ୟୁ ମୁଖରେ ପଡ଼ିଥିଲେ। ସିଏ ସାଧୁ ଜଣକ କିଏ ସେ ଆପଣ ଜାଣନ୍ତି? ସିଏ ହେଉଛନ୍ତି, ତାଙ୍କ ନାମ ହେଉଛି ଉମାଶଙ୍କର ସିଂ। ଭଲ ଲାଗିଲେ ଗୋଟେ ଲାଇକ୍ କରିବେ।